ମୁଁ ପୁଣି ଆସିବି ଫେରି ସମୟର ଶୁଭ୍ର ବାଲିଚରେ। ମୁଁ ପୁଣି ଆସିବି ଫେରି ସମୟର ଶୁଭ୍ର ବାଲିଚରେ। ବାରି ବାରି ପଦଚିହ୍ନ ଏ ବିସ୍ମୃତ ତିମିର ଶିବିରେ। ବେନିକରେ ଆଣିଥିବି ସେଦିନ ମୁଁ ଆଦର ଯତନେ। ପ୍ରଥମ ପ୍ରଦୀପ ଏଇ ଅଭିଶପ୍ତ ପ୍ରବାହ ସଦନେ। ଶ୍ରୋତାବନ୍ଧୁ, ଏ ଯେଉଁ କବିତାର ପଂକ୍ତି ଆପଣମାନଙ୍କ ସମ୍ମୁଖରେ ମୁଁ ଉପସ୍ଥାପିତ କଲି, ଏହା ଥିଲା ମହାଭାରତୀୟ ଚେତନାର ପ୍ରବକ୍ତା, ଭାରତୀୟ ଇଂରାଜୀ ସାହିତ୍ୟର ଅପ୍ରତିଦ୍ୱନ୍ଦ୍ୱୀ କ୍ରାନ୍ତିକାରୀ କଥାକାର, ବ୍ୟଙ୍ଗକାର, ଓଡ଼ିଆ କଥା ସାହିତ୍ୟର ବିଷ୍ଣୁ ଶର୍ମା, ପଦ୍ମଶ୍ରୀ ପଦ୍ମଭୂଷଣ ମନୋଜ ଦାସଙ୍କର। ଏ କବିତାଟି ତାଙ୍କର ପ୍ରତିଶ୍ରୁତି ଅନ୍ୱେଷଣ ଶୀର୍ଷକରୁ ମୁଁ ପାଠ କଲି, ଯାହାକି ଉତ୍ତର ଉପନିବେଶ କବିତା ସଂକଳନସ୍ଥ ଅଛି। ଶ୍ରୋତାବନ୍ଧୁ, ଯଶସ୍ୱୀ କଥାକାର ମନୋଜ ଦାସଙ୍କୁ କିଏ ନ ଜାଣେ। ତାଙ୍କର ଡାକ ନାମ ଥିଲା ମଣ୍ଟୁ। 1934 ମସିହା ଫେବୃଆରୀ 27 ତାରିଖରେ ପିତା ମଧୁସୂଦନ ଦାସ, ମାତା କାଦମ୍ବିନୀ ଦେବୀଙ୍କ କୋଳ ମଣ୍ଡନ କରି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ଶଙ୍ଖାରୀ ଗ୍ରାମରେ ସେ ଭୂମିଷ୍ଠ ହୋଇଥିଲେ। ପ୍ରାଥମିକ ଶିକ୍ଷା ତାଙ୍କର ଶଙ୍ଖାରୀ ପ୍ରାଥମିକ ବିଦ୍ୟାଳୟରୁ, ଅଷ୍ଟମ ଶ୍ରେଣୀର ଶିକ୍ଷା ବିଶ୍ୱନାଥ ଏକାଡେମୀ ଜମାଳପୁରରୁ, ସେ ମ୍ୟାଟ୍ରିକ ରୁ ଉତ୍ତୀର୍ଣ୍ଣ ହୋଇଛନ୍ତି ଜଳେଶ୍ୱର ହାଇସ୍କୁଲରୁ, ଇଣ୍ଟରମିଡିଏଟ୍ କଲେ ଫକୀରମୋହନ ମହାବିଦ୍ୟାଳୟ ବାଲେଶ୍ୱରରୁ, ରେଭେନ୍ସା ମହାବିଦ୍ୟାଳୟ କଟକରୁ BA ଏବଂ MA, ମଧୁସୂଦନ ଲ କଲେଜ କଟକରୁ ଆଇନ ବିଦ୍ୟାରେ ଉତ୍ତୀର୍ଣ୍ଣ ହେଲେ ଏବଂ ଖ୍ରୀଷ୍ଟ କଲେଜରେ ଇଂରାଜୀ ଅଧ୍ୟାପନା କ୍ଷେତ୍ରରେ ନିଜର ଅଧ୍ୟାପକ ଜୀବନର ଗୁରୁ ଦାୟିତ୍ୱ ସେ ବହନ କରିଥିଲେ। ତେବେ 1963ରୁ 2021 ମସିହା ପର୍ଯ୍ୟନ୍ତ ସେ ଶ୍ରୀ ଅରବିନ୍ଦ ଆଶ୍ରମରେ ଅବସ୍ଥାନ କରିଥିଲେ ଏବଂ ଆମେ ଜାଣୁ 2021 ମସିହା ଏପ୍ରିଲ 27 ତାରିଖରେ ପୁଡୁଚେରୀରେ ତାଙ୍କର ମହାପ୍ରୟାଣ ହୋଇଥିଲା। କ୍ଲାସିକ୍ ସ୍ରଷ୍ଟା ମନୋଜ ଦାସ ଏକାଧାରରେ ଥିଲେ ଜଣେ କୃତବିଦ୍ୟ କବି, ଔପନ୍ୟାସିକ, ପର୍ଯ୍ୟଟକ, ପ୍ରାବନ୍ଧିକ, ସ୍ତମ୍ଭକାର, ରମ୍ୟ ରଚନାକାର, ଶିଶୁ ସାହିତ୍ୟିକ ତଥା ଜଣେ ବିଶିଷ୍ଟ ବାଗ୍ମୀ ପୁରୁଷ। ବୁଲଡୋଜର୍ସ ଏଇଟା ତାଙ୍କର ପ୍ରଥମ ଉପନ୍ୟାସ ଥିଲା, ଯାହାକି 1982 ମସିହାରେ ଇଂରାଜୀ ପତ୍ରିକା ପ୍ରିଣ୍ଟର୍ସରେ ଆତ୍ମପ୍ରକାଶ ଲାଭ କରିଥିଲା। ତାପରେ 1985ରେ ଦି ହେରିଟେଜରେ ପ୍ରକାଶ ପାଇଥିଲା ଏବଂ 1978ରେ ଇଂରାଜୀ ଭାଷାରେ ସ୍ୱରାଜ୍ୟ ପତ୍ରିକାରେ ଏହା ସମ୍ପୂର୍ଣ୍ଣ ରୂପେ ଆତ୍ମପ୍ରକାଶ ଲାଭ କରିଥିଲା। ତେବେ 1979ରେ 8ଟି ସଂଖ୍ୟା ଧରି ଏହି ଉପନ୍ୟାସଟି ପ୍ରକାଶିତ ହୋଇଥିଲା। ଉପନ୍ୟାସ ଗୁଡ଼ିକ ମଧ୍ୟରେ ବୁଲଡୋଜର୍ସ ତାଙ୍କର ପ୍ରଥମ ଉପନ୍ୟାସ, ତାପରେ ପ୍ରଭଞ୍ଜନ, ଗୋଧୂଳିର ବାଘ, ଅମୃତ ଫଳ, ତନ୍ଦ୍ରାଲୋକର ପ୍ରହରୀ, କିଶୋର ଉପନ୍ୟାସରେ ରହିଛି କନକ ଉପତ୍ୟକାର କାହାଣୀ, ସାଇକ୍ଲୋନ୍ସ, ଏ ଟାଇଗର ଆଟ୍ ଟ୍ୱିଲାଇଟ୍, ଦ ଏସ୍କେପିଷ୍ଟ। ଭ୍ରମଣ କାହାଣୀରେ ରହିଛି ଇଣ୍ଡୋନେସିଆ ଅନୁଭୂତି, ଦୂରଦୂରାନ୍ତର, ଅନ୍ତରଙ୍ଗ ଭାରତ ପ୍ରଥମ ଭାଗ, ଅନ୍ତରଙ୍ଗ ଭାରତ ଦ୍ୱିତୀୟ ଭାଗ, ଅଦୂର ବିଦେଶ। କ୍ଷୁଦ୍ର ଗଳ୍ପରେ ରହିଛି ସମୁଦ୍ରର କ୍ଷୁଧା, ଜୀବନର ସ୍ୱାଦ, ବିଷକନ୍ୟାର କାହାଣୀ, ଆରଣ୍ୟକ, ଶେଷ ବସନ୍ତର ଚିଠି, ମନୋଜ ଦାସଙ୍କ କଥା ଓ କାହାଣୀ, ଲକ୍ଷ୍ମୀର ଅଭିସାର, ଆବୁ ପୁରୁଷ ଓ ଅନ୍ୟାନ୍ୟ କାହାଣୀ, ଧୂମାଭ ଦିଗନ୍ତ ଓ ଅନ୍ୟାନ୍ୟ କାହାଣୀ, ମନୋଜ ପଞ୍ଚବିଂଶତି, ଭିନ୍ନ ମଣିଷ ଓ ଅନ୍ୟାନ୍ୟ କାହାଣୀ। ଆଧ୍ୟାତ୍ମିକ ପୁସ୍ତକରେ ରହିଛି ମନୋଜ ଦାସ ପରିବେଶିତ ଉପକଥା ଶତକ ଏବଂ ପ୍ରଜ୍ଞା ପ୍ରଦୀପିକା।
मनोज दासଙ୍କର एक ସ୍ମୃତି କଥା ରହିଛି। ସମୁଦ୍ର କୂଳରେ ଏକ ଗ୍ରାମ। ଜୀବନୀ ସାହିତ୍ୟରେ ମହାଯୋଗୀ ଶ୍ରୀ ଅରବିନ୍ଦଙ୍କୁ ନେଇକି ତାଙ୍କର ଏକ ସୁନ୍ଦର ପୁସ୍ତକ ରହିଛି। ଅନ୍ୟାନ୍ୟ ରଚନାରେ ରହିଛି ଶ୍ରୀ ଅରବିନ୍ଦ in first decade of 20th century, ଶ୍ରୀ ଅରବିନ୍ଦ on education। ମନୋଜ ଦାସ ପରିବେଶିତ ଇଂରାଜୀ ପ୍ରବାଦମାଳାର ଅର୍ଦ୍ଧଶତକ ଏକ ବିଚିତ୍ର କାହାଣୀ। ମନୋଜ ଦାସ ପରିବେଶିତ ଅର୍ଦ୍ଧଶତକ କିଶୋର କାହାଣୀ। ଶ୍ରୋତାବନ୍ଧୁ, ନିରବଚ୍ଛିନ୍ନ ସାହିତ୍ୟ ସାଧକ, ଅପ୍ରତିଦ୍ୱନ୍ଦ୍ୱୀ କଥାକାର ମନୋଜ ଦାସଙ୍କୁ ତାଙ୍କର ସାମଗ୍ରିକ ଯେଉଁ ଜୀବନ ବ୍ୟାପୀ ତାଙ୍କର ସାଧନା ପାଇଁ ତାଙ୍କୁ ମିଳିଛି ଅନେକ ପୁରସ୍କାର, ଅନେକ ସମ୍ମାନ। ତନ୍ମଧ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ତାଙ୍କୁ ମିଳିଛି ଆରଣ୍ୟକ ପୁସ୍ତକ ପାଇଁ, ଯାହାକି 1965 ମସିହାରେ ତାଙ୍କୁ ପ୍ରାପ୍ତ ହୋଇଥିଲା। ଫ୍ରିଲାନ୍ସ ସାମ୍ବାଦିକତା ସମ୍ମାନ 1971, ଶ୍ରୀ ଅରବିନ୍ଦ ପୁରସ୍କାର 1971, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଯାହାକି ମନୋଜ ଦାସଙ୍କ କଥା ଓ କାହାଣୀ ନିମନ୍ତେ 1972ରେ ତାଙ୍କୁ ପ୍ରାପ୍ତ ହୋଇଥିଲା। ସାରଳା ସମ୍ମାନ ଧୂମାଭ ଦିଗନ୍ତ ଓ ଅନ୍ୟାନ୍ୟ କାହାଣୀ ଗଳ୍ପ ସଂକଳନ ପାଇଁ 1980ରେ ତାଙ୍କୁ ମିଳିଥିଲା, ପ୍ରାପ୍ତ ହୋଇଥିଲା। ବିଶୁବ ପୁରସ୍କାର ଯେଉଁ ପ୍ରଜାତନ୍ତ୍ର ପ୍ରଚାର ସମିତି ତରଫରୁ 1986ରେ ତାଙ୍କୁ ସମ୍ମାନିତ କରାହେଇଥିଲା। କେତେ ଦିଗନ୍ତ ପ୍ରବନ୍ଧ ସଂକଳନ ପାଇଁ 1989ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ତାଙ୍କୁ ପ୍ରାପ୍ତ ହୋଇଥିଲା। ସାହିତ୍ୟ ଭାରତୀ ସମ୍ମାନ 1994ରେ ତାଙ୍କୁ ପ୍ରାପ୍ତ ହୋଇଥିଲା। ଅବଲୋକରା କାହାଣୀ ସାହିତ୍ୟ ଭାରତୀ ସମ୍ମାନ 1995ରେ ତାଙ୍କୁ ପ୍ରାପ୍ତ ହୋଇଥିଲା। କୋଣାର୍କ ସମ୍ମାନ, ବାପାସି ପୁରସ୍କାର, ସରସ୍ୱତୀ ସମ୍ମାନ, ପଦ୍ମଶ୍ରୀ ସମ୍ମାନ, ସରସ୍ୱତୀ ସମ୍ମାନ 2000 ମସିହାରେ, ପଦ୍ମଶ୍ରୀ ସମ୍ମାନ 2001ରେ, ଶ୍ରେଷ୍ଠ ଗାଳ୍ପିକ ଓଡ଼ିଆ ଚଳଚ୍ଚିତ୍ର ସମ୍ମାନ, ଉତ୍କଳ ରତ୍ନ ସମ୍ମାନ 2001ରେ ଉତ୍କଳ ସାହିତ୍ୟ ସମାଜ ତରଫରୁ, ସାହିତ୍ୟ ଭାରତୀ ସମ୍ମାନ 2006ରେ, ସାରଳା ସମ୍ମାନ 2006ରେ, ସାହିତ୍ୟ ଏକାଡେମୀ ଫେଲୋସିପ୍ 2006ରେ, ମହତୀ ସଦସ୍ୟତା ସମ୍ମାନ 2007ରେ, ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ 2007ରେ, ଅମୃତ କୀର୍ତ୍ତି ସମ୍ମାନ 2013ରେ, NRT ସାହିତ୍ୟ ସମ୍ମାନ 2013ରେ, ବେଦବ୍ୟାସ ସମ୍ମାନ 2014ରେ, ଅରୁଣ ରତ୍ନ ସମ୍ମାନ 2015ରେ, କାଦମ୍ବିନୀ ସାରସ୍ୱତ ସମ୍ମାନ 2017ରେ, କବି ବ୍ରଜନାଥ ରଥ ସମ୍ମାନ 2017ରେ ତାଙ୍କୁ ପ୍ରାପ୍ତ ହୋଇଥିଲା। ଶ୍ରୋତାବନ୍ଧୁ, କଥାକାର ମନୋଜ ଦାସଙ୍କ ଅନ୍ୟ କିଛି ରଚନା ଯାହା ମୁଁ ଆପଣମାନଙ୍କ ସମ୍ମୁଖରେ କହିବା ପାଇଁ ଭୁଲି ଯାଇଥିଲି, ସେଗୁଡ଼ିକ ହେଉଛି ଅବଲୋକରା କାହାଣୀ, ମନୋଜ ଦାସଙ୍କ ଗଳ୍ପ, ଏ ସଙ୍ଗ ଅଫ୍ ସଣ୍ଡେ ଆଣ୍ଡ ଅଦର ଷ୍ଟୋରିଜ, short stories by Manoj Das, The Crocodile's Lady and Other Stories, Fables and Fantasies for Adults, Man Who Lifted the Mountain and Other Stories ଇତ୍ୟାଦି। ଶିଶୁ ସାହିତ୍ୟରେ ରହିଛି ଆଲୋକ ଓ ଆନନ୍ଦର କାହାଣୀ, ଆମ ସାହିତ୍ୟ, ଟେମ୍ପଲ୍ସ ଅଫ୍ ଇଣ୍ଡିଆ, ଷ୍ଟୋରିଜ ଅଫ୍ ଲାଇଟ୍ ଆଣ୍ଡ ଡିଲାଇଟ୍, ଟେଲ୍ସ ଫ୍ରମ୍ ମିନି ଲ୍ୟାଣ୍ଡସ୍, ପର୍ସିଆନ୍ ଟେଲ୍ସ ଅଫ୍ ୱିଟ୍ ଆଣ୍ଡ ଡିଲାଇଟ୍, Books Forever, Rivers of India, A Bride Inside a Gasket and Other Stories, The Fourth Friend, Legend of the Golden Valley, A Strange Prophecy, The Magic Tree, Equal to 1,000, The Golden Deer। ମନୋଜ ଦାସଙ୍କୁ ଆମେ କଥାକାର ଆଉ ଔପନ୍ୟାସିକ ଭାବରେ, ପ୍ରାବନ୍ଧିକ ଭାବରେ ବେଶୀ ଜାଣୁ। ଜଣେ କବି ଭାବରେ ମଧ୍ୟ ସେ ସେତିକି ସଫଳ। କବିତାରେ ରହିଛି ଶତାବ୍ଦୀର ଆର୍ତ୍ତନାଦ 1949, ବିପ୍ଳବୀ ଫକୀରମୋହନ 1950, ପଦଧ୍ୱନି 1950, ନନ୍ଦାବତୀର ମାଝି 1957, ଉପନିବେଶ 1966, ତୁମ ଗାଁ ଓ ଅନ୍ୟାନ୍ୟ କବିତା 1992, କବିତା ଉତ୍କଳ 2003। ଶ୍ରୋତାବନ୍ଧୁ, ଆପଣମାନଙ୍କ ଉଦ୍ଦେଶ୍ୟରେ ପ୍ରବନ୍ଧ ଗୁଡ଼ିକର ଚିଠା ମଧ୍ୟ ମୁଁ ଆପଣମାନଙ୍କୁ ଦେବାକୁ ଚାହେଁ। ପୂର୍ବରୁ କହିଛି କେତେ ଦିଗନ୍ତର ପ୍ରଥମ ଭାଗ, ଦ୍ୱିତୀୟ ଭାଗ, ବିପୁଳାଚ ପୃଥ୍ୱୀ, ଅରଣ୍ୟ ଉଲ୍ଲାସ,
ଭାରତର ଐତିହ୍ୟ, ସତେକ ପ୍ରଶ୍ନର ଉତ୍ତର, ସନ୍ଧାନ ଓ ସଂକେତ, ସତ୍ୟ ଅସତ୍ୟ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ, ସ୍ମୃତିର ପ୍ରଦୀପ, ମହାକାଳର ପ୍ରହେଳିକା ଏବଂ ଅନ୍ୟାନ୍ୟ ଜିଜ୍ଞାସା, ଜୀବନ ଜିଜ୍ଞାସା ଓ ସ୍ମରଣିକା ସ୍ତବକ, ଅଜଣାର ଅନ୍ୱେଷଣେ, ଆଭାସ ଓ ବିବର୍ତ୍ତନ, ବ୍ୟକ୍ତିବିଶେଷ ତଥା ମନୋଜ ଦାସଙ୍କ ସହ ପ୍ରଶ୍ନୋତ୍ତରୀ ଇତ୍ୟାଦି ତାଙ୍କ ଦ୍ୱାରା ରଚିତ ପ୍ରବନ୍ଧ ପୁସ୍ତକ। ଆଶା କରୁଛି ଯଶସ୍ୱୀ ସାହିତ୍ୟିକ ମନୋଜ ଦାସଙ୍କ ସମ୍ପର୍କରେ ଆପଣଙ୍କୁ ଯେଉଁ ତଥ୍ୟ ପ୍ରଦାନ କରିଛି ଏହା ଆପଣମାନଙ୍କ ଉଦ୍ଦେଶ୍ୟରେ କିଛି ସାହାଯ୍ୟ କରିବ, ଏହା ଆପଣମାନଙ୍କୁ ନିଶ୍ଚିତ ରୂପେ କିଛି ତଥ୍ୟ ଯୋଗାଇ ପାରିବ।